ଖ୍ରୀଷ୍ଟରେ ପ୍ରଦର୍ଶକ ବନ୍ଧୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଆପଣଙ୍କୁ ନମସ୍କାର ଜଣାଇ ଆଜିର ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ନିୟମିତ ଏହି କାର୍ଯ୍ୟକ୍ରମ ଦେଖୁଥାନ୍ତୁ ଓ ଆମ୍ଭମାନଙ୍କ ସହିତ ଫୋନରେ ଯୋଗାଯୋଗ ଜାରି ରଖିଥାନ୍ତୁ। ପ୍ରଭୁ ନିଶ୍ଚୟ ଆଶୀର୍ବାଦ କରିବେ। ଆମର ଗତ ଅଧ୍ୟୟନରେ ଆମେ ଦେଖିଥିଲୁ ଯେ ଆମ ହୃଦୟର ଅବସ୍ଥା ହିଁ ନିରୂପଣ କରେ ଯେ ଆମେ ଈଶ୍ୱରଙ୍କ ବାକ୍ୟ ପ୍ରତି କିପରି ପ୍ରତିକ୍ରିୟା ଦେଉ। ବୁଣାଣୀର ଦୃଷ୍ଟାନ୍ତରେ ଉର୍ବର ଭୂମି ପରି ଆମକୁ ବିଶ୍ୱାସର ସହିତ ତାଙ୍କ ବାକ୍ୟକୁ ଗ୍ରହଣ କରିବାକୁ, ଆଜ୍ଞାକାରୀ ହୋଇ ଧୈର୍ଯ୍ୟ ଧରିବାକୁ ଏବଂ ଚିରସ୍ଥାୟୀ ଆଧ୍ୟାତ୍ମିକ ଫଳ ଧାରଣ କରିବାକୁ ଆହ୍ୱାନ ଦିଆଯାଇଛି। ଆମେ ଏହା ମଧ୍ୟ ଶିଖିଥିଲୁ ଯେ ଈଶ୍ୱରଙ୍କ ସତ୍ୟର ଆଲୋକ ଆମ ଉପରେ ଦାୟିତ୍ୱ ଆଣିଥାଏ ଏବଂ ଈଶ୍ୱର ଆମ ନିକଟରେ ପ୍ରକାଶ କରିଥିବା ସତ୍ୟ ଅନୁସାରେ ଆମକୁ ବିଶ୍ୱସ୍ତତାର ସହିତ ଜୀବନ ଯାପନ କରିବାକୁ ହେବ। ଆଜିର ଅଧ୍ୟୟନରେ ଆମେ ମାର୍କ 7 ଅଧ୍ୟାୟ ଅଧ୍ୟୟନ କରିବା, ଯେଉଁଠାରେ ଯୀଶୁ ଫାରସୀମାନଙ୍କର ପରମ୍ପରାକୁ ସାମ୍ନା କରନ୍ତି ଏବଂ ଶିକ୍ଷା ଦିଅନ୍ତି ଯେ ପ୍ରକୃତ ଅଶୁଚିତା ବାହ୍ୟ ରୀତିନୀତିରୁ ନୁହେଁ ବରଂ ମାନବ ହୃଦୟର ଭିତରୁ ଆସିଥାଏ। ତେବେ ଆସନ୍ତୁ ବକ୍ତାଙ୍କ ସହିତ ବାକ୍ୟ ଅଧ୍ୟୟନ କରିବାକୁ ଯିବା। ଏହି କାର୍ଯ୍ୟକ୍ରମଟି ବିଶେଷ ଭାବରେ କେବଳ ଖ୍ରୀଷ୍ଟିଆନମାନଙ୍କ ପାଇଁ ଉଦ୍ଦିଷ୍ଟ ଏବଂ ପବିତ୍ର ବାଇବଲର ଶିକ୍ଷା ଉପରେ ଆଧାର କରି ବିଶ୍ୱାସକୁ ଦୃଢ଼ କରିବା ସହ ଆତ୍ମିକ ଅଭିବୃଦ୍ଧି ଓ ଉତ୍ସାହିତ କରିବା ପାଇଁ ଏହା ପ୍ରସ୍ତୁତ କରାଯାଇଛି। ଅନ୍ୟ କୌଣସି ଧର୍ମ, ମତବାଦ କିମ୍ବା ବିଶ୍ୱାସକୁ ସମାଲୋଚନା କରିବା, ବିରୋଧ କରିବା କିମ୍ବା ଆଘାତ ପହଞ୍ଚାଇବା ଆମର ଉଦ୍ଦେଶ୍ୟ ନୁହେଁ। ଆମେ ସମସ୍ତ ଧର୍ମ ଏବଂ ସମ୍ପ୍ରଦାୟକୁ ଗଭୀର ସମ୍ମାନ ଜଣାଉ ଏବଂ ଏହି କାର୍ଯ୍ୟକ୍ରମରେ କାହାରି ଭାବନା, ବିଶ୍ୱାସ କିମ୍ବା ଧାର୍ମିକ ଅନୁଭୂତିକୁ ଆଘାତ ବା ଅସମ୍ମାନ କରିବା ଆମର ଉଦ୍ଦେଶ୍ୟ ନୁହେଁ। ଖ୍ରୀଷ୍ଟରେ ପ୍ରିୟ ଦର୍ଶକ ବନ୍ଧୁ ନମସ୍କାର। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଆଜିର ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଅଛି। ଆଜି ଆମେ ଆଉ ଏକ ନୂଆ ଅଧ୍ୟାୟ ଉପରେ ଅଧ୍ୟୟନ କରିବାକୁ ଯିବା। ତାହା ହେଲା ମାର୍କ ଲିଖିତ ସୁସମାଚାର ତାର 7 ପର୍ବ। ଏହି ପର୍ବଟି ମାର୍କ ଲିଖିତ ସୁସମାଚାରର ମୂଳ ବିଷୟକୁ ଦର୍ଶାଏ, ଯାହା ପ୍ରମାଣ କରେ ଯେ ପ୍ରଭୁ ଯୀଶୁ ଈଶ୍ୱରଙ୍କର ସେବକ, ଯେ ଈଶ୍ୱରଙ୍କ ଇଚ୍ଛା ପୂରଣ କରିଛନ୍ତି। ପ୍ରଭୁ ଯୀଶୁ କର୍ମରେ ବିଶ୍ୱାସ କରୁଥିଲେ ଏବଂ ସେ ଏପରି ସବୁ କାର୍ଯ୍ୟ କରିଛନ୍ତି ଯାହା ସେହି ସମୟର ରୋମୀୟ ଲୋକଙ୍କୁ ଏବଂ ଯେକୌଣସି କାର୍ଯ୍ୟ ସଫଳତା ସହ ସମ୍ପୂର୍ଣ୍ଣ କରିବାକୁ ଚାହାନ୍ତି ସେପରି ବ୍ୟକ୍ତିଙ୍କୁ ଆକୃଷ୍ଟ କରିବ। ଜଣେ ଉଦ୍ଧାରକର୍ତ୍ତା ଭାବରେ ତାଙ୍କ ବିଷୟରେ ଏହା ହିଁ ସବୁଠାରୁ ଆଶ୍ଚର୍ଯ୍ୟଜନକ ବିଷୟ। ସେ ଉଦ୍ଧାର କରିପାରିବେ ଏବଂ କେବଳ ସେ ହିଁ ଏକମାତ୍ର ବ୍ୟକ୍ତି ଯେ ଏହା କରିବାକୁ ସମର୍ଥ। ପୁରାତନ ନିୟମର ଶେଷ ଏବଂ ନୂତନ ନିୟମର ଆରମ୍ଭର ମଧ୍ୟବର୍ତ୍ତୀ ସମୟକୁ ଦୁଇ ନିୟମର ମଧ୍ୟବର୍ତ୍ତୀ କାଳ ବା ନୀରବତାର କାଳ କୁହାଯାଏ, ଯେଉଁ ସମୟରେ ଅନେକ ପରିବର୍ତ୍ତନ ଘଟିଥିଲା। ଇସ୍ରାଏଲ ଜାତିର ଇତିହାସରେ ସବୁଠାରୁ ଅଧିକ ଘଟଣା ଘଟିଥିବା ସମୟ ମଧ୍ୟରୁ ଏହା ଗୋଟିଏ ଥିଲା। ସେମାନଙ୍କର ବନ୍ଦିତ୍ୱ ଅବସ୍ଥାରୁ ସେମାନେ ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ କରିବା ପରେ ଦୁଇ ନିୟମର ମଧ୍ୟବର୍ତ୍ତୀ ଏହି ସମୟରେ କେତେ ନୂତନ ଗୋଷ୍ଠୀ ଓ ଦଳର ଗଠିତ ହୋଇଥିବା ଦେଖୁଁ, ଯାହା ପୁରାତନ ନିୟମରେ ଲେଖା ନାହିଁ। ସେମାନେ ହେଲେ ଫାରୁସୀ, ସାଦୁକୀ, ଶାସ୍ତ୍ରୀ ଏବଂ ହେରୋଦୀୟ। ଶାସ୍ତ୍ରୀମାନଙ୍କ ଆରମ୍ଭ ଭଲରେ ହୋଇଥିଲା। କହିବାକୁ ଗଲେ ଏଜ୍ରା ଜଣେ ଶାସ୍ତ୍ରୀ ଥିଲେ ଓ ଏହି ଦଳର ପ୍ରତିଷ୍ଠାତା। ସେମାନେ ବୃତ୍ତିଗତ ଭାବେ ବ୍ୟବସ୍ଥାର ବ୍ୟାଖ୍ୟାକାରୀ ଥିଲେ। ତଥାପି ପ୍ରଭୁ ଯୀଶୁଙ୍କ ସମୟରେ ସେମାନେ ଛୋଟ ଛୋଟ କଥାକୁ ନେଇ ଅଧିକ ତର୍କ ବିତର୍କ କରୁଥିବା ଲୋକ ପାଲଟି ଯାଇଥିଲେ ଏବଂ ବ୍ୟବସ୍ଥାର ଆତ୍ମିକ ମର୍ମ କିମ୍ବା ଉଦ୍ଦେଶ୍ୟ ଅପେକ୍ଷା ବ୍ୟବସ୍ଥାର ଆକ୍ଷରିକ ନିୟମଗୁଡ଼ିକ ପ୍ରତି ଅଧିକ ଚିନ୍ତା କରୁଥିଲେ। ଆଜି ଆମ ସମ୍ମୁଖରେ ଥିବା ବଡ଼ ସମସ୍ୟା ହେଲା, ଆମ ଦେଶରେ ଆଇନର ବ୍ୟାଖ୍ୟାକୁ ନେଇ ସୂକ୍ଷ୍ମ ଭାବେ ବିଚାର କରାଯାଇଛି ଓ ଦାର୍ଶନିକ ଚିନ୍ତାକୁ ପୂରାଇ ଦିଆଯାଇଛି, ଯାହା ବ୍ୟବସ୍ଥାର ମୂଳ ଉଦ୍ଦେଶ୍ୟ ନଥିଲା। ଆମର ବ୍ୟବସ୍ଥା ଏବଂ ରାଜନୈତିକ ବ୍ୟବସ୍ଥା ଆଜି ଏଭଳି ବିଶୃଙ୍ଖଳିତ ସ୍ଥିତିରେ ପହଞ୍ଚିଛି। ଆମ ପ୍ରଭୁଙ୍କ ସମୟରେ ମଧ୍ୟ ଠିକ୍ ଏହା ହିଁ ଘଟିଥିଲା। ଫାରୁସୀମାନଙ୍କ ଆରମ୍ଭ ମଧ୍ୟ ଉତ୍ତମ ଭାବେ ହୋଇଥିଲା। ସେମାନେ ବିଦେଶୀୟ ପ୍ରଭାବରୁ ଯିହୁଦୀମାନଙ୍କୁ ସୁରକ୍ଷା ଦେବାକୁ ଚାହୁଁଥିଲେ। ସେମାନେ ଅକ୍ଷରେ ଅକ୍ଷରେ ବ୍ୟବସ୍ଥା ପାଳନ କରୁଥିଲେ, ପୁରାତନ ନିୟମରେ ବିଶ୍ୱାସ କରୁଥିଲେ। ସେମାନେ
ଏହି ପୃଥିବୀରେ ଈଶ୍ୱରଙ୍କର ରାଜ୍ୟ ସ୍ଥାପନ କରିବାକୁ ଚାହୁଁଥିଲେ। ସେମାନେ ଜିହୁଦୀ ଜାତି ପ୍ରତି ଅନୁଗତ ଥିଲେ। ସାଧୁକୀମାନେ ଧନୀ ଏବଂ ସାମାଜିକ ଚିନ୍ତାଧାରା ସମ୍ପନ୍ନ ଲୋକଙ୍କୁ ନେଇ ଗଠିତ ହୋଇଥିଲା। ସେମାନେ ଆତ୍ମିକ ଭାବେ ଗଭୀର ମଧ୍ୟକୁ ଯାଇନଥିଲେ। ସେମାନେ ପରମ୍ପରାକୁ ଦୂର କରିବାକୁ ଚାହୁଁଥିଲେ। ସେମାନେ ଅଲୌକିକ ଶକ୍ତି କିମ୍ବା ଆଶ୍ଚର୍ଯ୍ୟ କାର୍ଯ୍ୟରେ ବିଶ୍ୱାସ କରୁନଥିଲେ ଏବଂ ଫାରୁସୀମାନଙ୍କର ବିରୋଧୀ ଥିଲେ, ଯେଉଁମାନେ ପୁରାତନ ନିୟମକୁ ସ୍ୱୀକାର କରୁଥିଲେ। ସେମାନଙ୍କର ଗ୍ରୀକ୍ ଏପିକ୍ୟୁରିଆନ୍ ମାନଙ୍କ ସହିତ ସମ୍ପର୍କ ଥିଲା। ହେରୋଦୀୟମାନେ ଯୀଶୁଙ୍କ ସମୟରେ ଏକ ଦଳ ଥିଲେ, ଯେଉଁମାନେ ସୁବିଧାବାଦୀ ରାଜନୈତିକ ଭାବରେ ଆଗେଇ ଆସିଥିଲେ। ସେମାନେ ହେରୋଦ ପରିବାରକୁ ସିଂହାସନରେ ବଜାୟ ରଖିବା ପାଇଁ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟ କରୁଥିଲେ। ଏହି ସମସ୍ତ ପୃଷ୍ଠଭୂମି ଆଜିର ବାକ୍ୟ ଅଧ୍ୟୟନରେ ଆମକୁ ସାହାଯ୍ୟ କରିବ। ମାର୍କ 7 ପର୍ବ ତାର 1 ପଦରେ ଲେଖା ଅଛି। ଯଦି ଆପଣମାନଙ୍କ ପାଖରେ ବାଇବଲ ଅଛି ତାହେଲେ ମୋ ସହିତ ଖୋଲନ୍ତୁ। ବାକ୍ୟରେ ଏପରି ଲେଖା ଅଛି, ପରେ ଫାରୁସୀମାନେ ଓ ଜେରୁସାଲେମରୁ ଆସିଥିବା କେତେକ ଶାସ୍ତ୍ରୀ ତାହାଙ୍କ ନିକଟରେ ଏକତ୍ର ହେଲେ। ଏଠାରେ ଆପଣ ଲକ୍ଷ୍ୟ କରିବେ ଯେ ପ୍ରଭୁ ଯୀଶୁ ଏପରି ଗଭୀର ପ୍ରଭାବ ପକାଇଛନ୍ତି ଯେ ଏହି ଲୋକମାନେ ଜେରୁସାଲେମରୁ ଆକର୍ଷିତ ହୋଇ ଆସିଛନ୍ତି। ପ୍ରଭୁ ଯୀଶୁ ଗାଲିଲର ଯେଉଁ ସ୍ଥାନରେ ସେବା କାର୍ଯ୍ୟ କରୁଛନ୍ତି ସେହି ସ୍ଥାନକୁ ସେମାନେ ଚାଲି ଆସିଛନ୍ତି। ଏହା ସହିତ ସେମାନେ ଜର୍ଦ୍ଦନ ନଦୀ ପାର ହୋଇ ଦେକାପୋଲି ଅଞ୍ଚଳକୁ ଅର୍ଥାତ୍ 10ଟି ସହରର ଅଞ୍ଚଳକୁ ଆସିବେ। ଆମେ କିଛି ସମୟ ମଧ୍ୟରେ ସେ ବିଷୟରେ ଆଲୋଚନା କରିବା। ମାର୍କ 7 ପର୍ବ ତାର 2-4 ପଦରେ ଲେଖା ଅଛି, ସେମାନେ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ କେତେକଙ୍କୁ ଅଶୁଚି ଅର୍ଥାତ୍ ଅଧୁଆ ହାତରେ ଖାଇବାର ଦେଖିଲେ। ଫାରୁସୀମାନେ ଓ ସମସ୍ତ ଜିହୁଦୀ ଲୋକ ପ୍ରାଚୀନମାନଙ୍କ ପରମ୍ପରାଗତ ରୀତିନୀତି ପାଳନ କରି ଭଲ ରୂପେ ହାତ ନ ଧୋଇଲେ ଭୋଜନ କରନ୍ତି ନାହିଁ। ପୁଣି ହାଟ ବଜାରରୁ ଆସି ନିଜ ନିଜ ଉପରେ ପାଣି ନ ଛିଞ୍ଚିଲେ ଖାଆନ୍ତି ନାହିଁ। ଆଉ ଗିନା, ଢାଳ ଓ ପିତ୍ତଳର ପାତ୍ରଗୁଡ଼ିକ ପାଣିରେ ବୁଡ଼ାଇ ଧୋଇବା ଇତ୍ୟାଦି ଅନ୍ୟାନ୍ୟ ଅନେକ ରୀତିନୀତି ପାଳନ କରିବା ନିମନ୍ତେ ସେମାନେ ଆଦେଶ ପ୍ରାପ୍ତ ହୋଇଅଛନ୍ତି। ଏଠାରେ ଆପଣ ଦେଖିବେ ଯେ ଆସନ୍ତୁ କିଛି ସମୟ ପାଇଁ ଚିନ୍ତା କରିବା, କାରଣ ଏହା ବେଶ୍ କୌତୂହଳପୂର୍ଣ୍ଣ। ଯୀଶୁଙ୍କ ବ୍ୟକ୍ତିତ୍ୱକୁ ନେଇ ଏକ ସଙ୍କଟ ସୃଷ୍ଟି ହୋଇଛି। ମାର୍କ 6 ପର୍ବ ତାର 30ରେ ଲେଖା ଅଛି, ପରେ ପ୍ରେରିତମାନେ ଯୀଶୁଙ୍କ ନିକଟରେ ଏକତ୍ର ହେଲେ, ଆଉ ସେମାନେ ଯାହା ଯାହା କରିଥିଲେ ଓ ଯାହା ଯାହା ଶିକ୍ଷା ଦେଇଥିଲେ ସେହି ସବୁ ତାହାଙ୍କୁ ଜଣାଇଲେ। ବର୍ତ୍ତମାନ ଶାସ୍ତ୍ରୀ ଏବଂ ଫାରୁସୀମାନେ ମଧ୍ୟ ବାହାରି ଆସି ତାଙ୍କ ଚାରିପାଖରେ ଏକତ୍ରିତ ହୋଇଛନ୍ତି। ଏଠାରେ ପ୍ରଭୁ ଯୀଶୁ ଓ ତାଙ୍କ ଅନୁଗାମୀ ଏବଂ ଫାରୁସୀ ଓ ସେମାନଙ୍କ ଅନୁଗାମୀଙ୍କ ମଧ୍ୟରେ ସଂଘର୍ଷ ହେବା ଆଶା କରାଯାଇପାରେ। ଗୋଟିଏ ଦଳ ତାଙ୍କର ବନ୍ଧୁ ଓ ଅନୁଗମନକାରୀ ନେଇ ଗଠିତ, ଯେଉଁମାନେ ତାଙ୍କୁ ଭଲ ପାଆନ୍ତି। ଦ୍ୱିତୀୟ ଦଳଟି ତାଙ୍କର ଶତ୍ରୁମାନଙ୍କୁ ନେଇ ଗଠିତ, ଯେଉଁମାନେ ତାଙ୍କୁ ବିନାଶ କରିବାକୁ ଚାହୁଁଥିଲେ। ଏଠାରେ 2ଟି ଦଳକୁ ଦେଖୁ। ଗୋଟିଏ ଦଳ ଯେଉଁମାନେ ତାଙ୍କୁ ବିଶ୍ୱାସ କରୁଥିଲେ ଓ ଅନ୍ୟ ଦଳ ଯେଉଁମାନେ ତାଙ୍କୁ ପ୍ରତ୍ୟାଖ୍ୟାନ କରିଥିଲେ। ବ୍ୟକ୍ତିଗତ ପ୍ରଶ୍ନ ହେଲା, ଆପଣ କେଉଁ ଦଳରେ ଅଛନ୍ତି? ଏହା ହିଁ ସବୁ କିଛି ବଦଳାଇ ଦେବ। ପ୍ରଶ୍ନ ଏହା ନୁହେଁ ଯେ ଆପଣ କୌଣସି ମଣ୍ଡଳୀର କିମ୍ବା ଆପଣ କ'ଣ କରନ୍ତି, ବରଂ ପ୍ରଶ୍ନ ହେଉଛି ଯୀଶୁଖ୍ରୀଷ୍ଟଙ୍କ ସହିତ ଆପଣଙ୍କର ସମ୍ପର୍କ କିପରି ଅଛି। ଏହା ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। ବର୍ତ୍ତମାନ ଏହା ସ୍ପଷ୍ଟ ଯେ ଜେରୁସାଲେମରୁ ଆସିଥିବା ବିଶେଷ ଦଳ ଥିଲେ। ଯୀଶୁଙ୍କ କାର୍ଯ୍ୟ ଉପରେ ନଜର ରଖିବା ପାଇଁ ସେମାନଙ୍କୁ ଗାଲିଲକୁ ପଠାଯାଇଥିଲା। ସେମାନେ ପ୍ରଭୁ ଯୀଶୁଙ୍କୁ ଫାନ୍ଦରେ ପକାଇବା ପାଇଁ ବୁଦ୍ଧିଜୀବୀମାନଙ୍କୁ ପ୍ରେରଣ କରିଥିଲେ। ପ୍ରଭୁ ଯେଉଁପରି ଭାବରେ ନିଜର ଆତ୍ମରକ୍ଷା କଲେ ତାହା ମୋ ପାଇଁ ଈଶ୍ୱରତ୍ୱର ଅନ୍ୟ ଏକ ପ୍ରମାଣ। ଜହନ 7 ପର୍ବ ତାର 46 ପଦ କହେ, ପଦାଧିକମାନେ ଉତ୍ତର ଦେଲେ, ଏହି ବ୍ୟକ୍ତି ଯେ ପ୍ରକାରେ କଥା କହନ୍ତି କୌଣସି ମନୁଷ୍ୟ କେବେ ସେ ପ୍ରକାରେ କହିନାହିଁ। ନିଶ୍ଚିତ ଭାବରେ ସେମାନଙ୍କ ପାଇଁ ପ୍ରଭୁ ଯୀଶୁଙ୍କଠାରୁ ଭୁଲ ପାଇବା କଷ୍ଟକର ନଥିଲା, କାରଣ ପ୍ରଭୁ ଯୀଶୁ ସେମାନଙ୍କ ପରମ୍ପରାକୁ ସମ୍ପୂର୍ଣ୍ଣ ରୂପେ ଅଣଦେଖା କରିଦେଇଥିଲେ। ସେମାନଙ୍କର ପରମ୍ପରା କ'ଣ ଥିଲା? ସେମାନେ କେବଳ ପରମ୍ପରା ଉଲ୍ଲଙ୍ଘନ ହେତୁ ଶିଷ୍ୟମାନଙ୍କୁ ସମାଲୋଚନା କରୁନଥିଲେ, ବରଂ ପ୍ରଭୁ ସେମାନଙ୍କୁ ପରମ୍ପରା ପାଳନ କରିବା ନିମନ୍ତେ କହୁନଥିବାରୁ ସମାଲୋଚନା କରୁଥିଲେ, ଯାହା ପୁରାତନ ନିୟମରେ ଦେଖୁଁ। ଏହା ଧାର୍ମିକ ରୀତିନୀତି ଉପରେ ସୂଚୀ ହେବା ବିଷୟରେ କହୁଥିଲା। ସ୍ୱାସ୍ଥ୍ୟଗତ କି ପରିଷ୍କାର ପରିଚ୍ଛନ୍ନତା ସମ୍ପର୍କରେ କୌଣସି ନିୟମ ସହିତ କୌଣସି ସମ୍ପର୍କ ନଥିଲା। ରୋମିଓମାନଙ୍କ ବୁଝିବା ପାଇଁ ମାର୍କ ସ୍ପଷ୍ଟ କରିଛନ୍ତି ଯେ ସୂଚୀକରଣ ରୀତିନୀତି ଇସ୍ରାଏଲର ବିଶେଷ ପରମ୍ପରା ଥିଲା। ଈଶ୍ୱର ଇସ୍ରାଏଲିଆମାନଙ୍କୁ ସୂଚୀ ହେବା ନିମନ୍ତେ ଆଜ୍ଞା ଦେଇଥିଲେ। ପୁରାତନ ନିୟମର ଲେବୀୟ ପୁସ୍ତକରେ ସୂଚୀ ହେବା ବିଷୟରେ ଆଜ୍ଞା ଦିଆଯାଇଛି। ଏହା ଅତି ଗୁରୁତ୍ୱପୂର୍ଣ୍ଣ ଥିଲା,
କାରଣ ଈଶ୍ୱର ସେମାନଙ୍କୁ ଏହି ବଡ଼ ଶିକ୍ଷା ଦେଉଥିଲେ ଯେ ଜଣେ ପାପୀ ପବିତ୍ର ଈଶ୍ୱରଙ୍କ ସହିତ ସମ୍ପର୍କ ସ୍ଥାପନ କରିବା ପୂର୍ବରୁ ସେ ପବିତ୍ର ହେବା ଆବଶ୍ୟକ। କିନ୍ତୁ ଫାରୁସମାନେ ପରମ୍ପରା ଗଢ଼ିଥିଲେ, ଯାହା ମୋଶାଙ୍କ ବ୍ୟବସ୍ଥା ବୋଲି ସେମାନେ ଭାବୁଥିଲେ। ସେମାନଙ୍କ ମଧ୍ୟରୁ କେତେକ ଏପରି ଦାବି କରୁଥିଲେ ଯେ ମୋଶା ସେମାନଙ୍କୁ ବ୍ୟବସ୍ଥା ଦେବା ସମୟରେ ଏହି ପରମ୍ପରା ମଧ୍ୟ ପାଳନ କରିବାକୁ ଦେଇଥିଲେ। ସମୟକ୍ରମେ ଏହି ପରମ୍ପରା ଗୁଡ଼ିକ ହିଁ ବ୍ୟବସ୍ଥାରେ ପରିବର୍ତ୍ତିତ ହେଲା, ଯାହା ବାସ୍ତବରେ ଈଶ୍ୱର ମୋଶାଙ୍କ ଦ୍ୱାରା ଦେଇଥିବା ବ୍ୟବସ୍ଥାରୁ ଦୂରକୁ ନେଇଯାଉଥିଲା। ଏହି ସ୍ଥାନରେ ପରମ୍ପରା କିଛି ଅଂଶ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି। ସେମାନେ ବ୍ୟବସ୍ଥା ଅନୁସାରେ କପ୍, ପାତ୍ର, ପିତ୍ତଳ ବାସନ ଏବଂ ଟେବୁଲ ଗୁଡ଼ିକୁ ଧୋଉଥିଲେ। ଏହିସବୁ ସେମାନଙ୍କ ନିମନ୍ତେ ବୋଝ ଥିଲା ଏବଂ ଏହା ସମ୍ପୂର୍ଣ୍ଣ ରୂପେ ବାହ୍ୟ ଆଡ଼ମ୍ବର ପାତ୍ର ଥିଲା। ଏଠାରେ ଧୋଇବା ପାଇଁ ବ୍ୟବହୃତ ଶବ୍ଦଟି ହେଉଛି ବାପ୍ତିସ୍ମ। ସେମାନେ କପ୍, ପାତ୍ର, ଉପାସନାରେ ବ୍ୟବହୃତ ବସ୍ତୁ ଏପରିକି ଟେବୁଲକୁ ମଧ୍ୟ ବାପ୍ତିସ୍ମ ଦେଉଥିଲେ। ପ୍ରିୟ ବନ୍ଧୁ, ଏହା ବାହ୍ୟ ଧର୍ମକର୍ମ। ଆପଣ ଦେଖିପାରୁଥିବେ ଯେ ଜଣେ ବ୍ୟକ୍ତି ଧର୍ମକର୍ମରେ ଏପରି ଛନ୍ଦି ହୋଇଯାଏ, ସେ ବାସ୍ତବ ଉଦ୍ଦେଶ୍ୟକୁ ଭୁଲିଯାଏ। ଈଶ୍ୱରଙ୍କ ସହିତ ସମ୍ପର୍କ ସ୍ଥାପନ କରିବା ନିମନ୍ତେ ଆମ ଅନ୍ତରକୁ ପରିଷ୍କାର କରିବା ଆବଶ୍ୟକ। ଆମେ ବାହ୍ୟ ଧର୍ମକର୍ମ ପ୍ରତି ଦୃଷ୍ଟି ନ ଦେଇ ଆନ୍ତରିକ ପବିତ୍ରତା ବିଷୟରେ ଚିନ୍ତା କରିବା ଆବଶ୍ୟକ। ଅନେକ ଲୋକ ଧର୍ମ ଉପରେ ତର୍କ ବିତର୍କ କରନ୍ତି, କିନ୍ତୁ ପ୍ରଭୁ ଯୀଶୁଖ୍ରୀଷ୍ଟ ହିଁ ଆମ ଜୀବନର ମୁଖ୍ୟ ହେବା ଆବଶ୍ୟକ। ମାର୍କ 7 ପର୍ବ ତାର 5 ପଦରେ ଲେଖା ଅଛି, ଏଣୁ ଫାରୁସୀମାନେ ଓ ଶାସ୍ତ୍ରୀମାନେ ତାହାଙ୍କୁ ପଚାରିଲେ, ଆପଣଙ୍କର ଶିଷ୍ୟମାନେ ପ୍ରାଚୀନମାନଙ୍କର ପରମ୍ପରାଗତ ରୀତିନୀତି ଅନୁସାରେ କାହିଁକି ଆଚରଣ ନ କରି ଅଶୁଚି ହସ୍ତରେ ଭୋଜନ କରନ୍ତି? ଏଠାରେ ଆପଣ ଦେଖିବେ ଯେ ସେମାନେ ତାଙ୍କ ଶିଷ୍ୟମାନଙ୍କ ବିରୁଦ୍ଧରେ ଯେଉଁ ଅଭିଯୋଗ ଆଣିଥିଲେ, ତାହା ପ୍ରକୃତରେ ଯୀଶୁଙ୍କ ବିରୁଦ୍ଧରେ ହିଁ ଅଭିଯୋଗ ଥିଲା, କାରଣ ଶିଷ୍ୟମାନେ ଯୀଶୁଙ୍କ ଅନୁଗାମୀ ଥିଲେ। ବର୍ତ୍ତମାନ ଲକ୍ଷ୍ୟ କରନ୍ତୁ ପ୍ରଭୁ ଯୀଶୁ ସେମାନଙ୍କ ସହିତ କିପରି ବ୍ୟବହାର କରୁଛନ୍ତି ଏବଂ ଏହା ଆଦୌ କୋମଳ ବ୍ୟବହାର ନଥିଲା। ମାର୍କ 7 ପର୍ବ ତାର 6 ପଦରେ ଲେଖା ଅଛି, ଯୀଶୁ ସେମାନଙ୍କୁ କହିଲେ, ରେ କପଟିମାନେ, ଯିଶାୟ ତୁମମାନଙ୍କ ବିଷୟରେ ଯଥାର୍ଥ ରୂପେ ଭାବବାଣୀ କହିଅଛନ୍ତି। ଯେପରି ଲେଖା ଅଛି, ଏହି ଜାତି ମୁଖରେ ଆମ୍ଭକୁ ସମାଦର କରନ୍ତି, କିନ୍ତୁ ସେମାନଙ୍କ ହୃଦୟ ଆମ୍ଭଠାରୁ ଦୂରରେ ଥାଏ। ଏଠାରେ ଆପଣ ଦେଖିବେ ଯେ ମୁଁ କହିବି ନାହିଁ ଯେ ତାହା କୋମଳ ବ୍ୟବହାର ଥିଲା ବୋଲି। କପଟିମାନେ କେବଳ ଗୋଟିଏ ପ୍ରକାରର ବ୍ୟବହାର କରନ୍ତି। ଯେଉଁମାନେ ଅଭିନୟ କରନ୍ତି ସେମାନେ ମଧ୍ୟ ତାହା ହିଁ କରନ୍ତି। ସେମାନେ ଧର୍ମକର୍ମ ସାଧନ କରୁଥିଲେ, କିନ୍ତୁ ବାସ୍ତବ ଉଦ୍ଦେଶ୍ୟକୁ ବୁଝିପାରୁନଥିଲେ। ସେମାନଙ୍କ ଓଷ୍ଠାଦର ଜଣେ ବ୍ୟକ୍ତିର ଓ ହୃଦୟ ଆଉ ଜଣେ ବ୍ୟକ୍ତିର। ସେମାନେ ନିଜ ହୃଦୟରେ ତାହା ଅନୁଭବ କରୁନଥିଲେ। ପ୍ରିୟ ବନ୍ଧୁ, ଆଜି ମଣ୍ଡଳୀରେ ଅନେକ ଲୋକ ଅଛନ୍ତି ଯେଉଁମାନେ କେବଳ ରୀତିନୀତି ପାଳନ କରୁଛନ୍ତି। ଯଦି ବାସ୍ତବରେ ଏହା ସତ୍ୟ, ତେବେ ହୃଦୟ ସହିତ କରିବା ଆବଶ୍ୟକ। ରୋମିଓ 10 ପର୍ବ ତାର 9 ଏବଂ 10 କହି, ଯେଣୁ ତୁମ୍ଭେ ଯଦି ମୁଖରେ ଯୀଶୁଙ୍କୁ ପ୍ରଭୁ ବୋଲି ସ୍ୱୀକାର କରିବ ଆଉ ଈଶ୍ୱର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇ ଅଛନ୍ତି ବୋଲି ହୃଦୟରେ ବିଶ୍ୱାସ କରିବ, ତେବେ ପରିତ୍ରାଣ ପ୍ରାପ୍ତ ହେବ। କାରଣ ଧାର୍ମିକତା ପ୍ରାପ୍ତି ନିମନ୍ତେ ମନୁଷ୍ୟ ହୃଦୟରେ ବିଶ୍ୱାସ କରେ ଓ ପରିତ୍ରାଣ ପ୍ରାପ୍ତି ନିମନ୍ତେ ମୁଖରେ ସ୍ୱୀକାର କରେ। ଆଜିକାଲି ଲୋକମାନେ ମଣ୍ଡଳୀରେ ବିଶ୍ୱାସର ସ୍ୱୀକାରୋକ୍ତି କହନ୍ତି, ଭିନ୍ନ ପୋଷାକ ପରିଚ୍ଛଦ ପିନ୍ଧନ୍ତି, ସେମାନେ ନିଜକୁ ପୃଥକୀକୃତ ବୋଲି ଭାବନ୍ତି। ଏହିସବୁ ବିଷୟ କେବଳ ପରମ୍ପରା ହୋଇ ରହିଯାଏ, ଯାହା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ସହିତ ସମ୍ପର୍କ ନଥାଏ। ମାର୍କ 7 ପର୍ବ ତାର 7 ପଦରେ ଲେଖା ଅଛି, ସେମାନେ ମନୁଷ୍ୟମାନଙ୍କ ବିଧିଗୁଡ଼ିକୁ ଧର୍ମର ଉପଦେଶ ବାଣୀ ବୋଲି ଶିକ୍ଷା ଦେଇ ବୃଥାରେ ଆମ୍ଭର ଆରାଧନା କରନ୍ତି। ଏଠାରେ ଆପଣ ଦେଖିବେ ଯେ ଯେତେବେଳେ ଈଶ୍ୱରଙ୍କର ବାକ୍ୟ ବଦଳରେ ମନୁଷ୍ୟର ନିୟମକୁ ସ୍ଥାନ ଦିଆଯାଏ, ସେତେବେଳେ ଉପାସନା ବ୍ୟର୍ଥ ହୋଇଯାଏ। ତେଣୁ ବର୍ତ୍ତମାନ ଆମେ ଏହି ବିଷୟର ପ୍ରକୃତ ମର୍ମ ପାଖରେ ପହଞ୍ଚିଛୁ। ମାର୍କ 7 ପର୍ବ ତାର 8 ଏବଂ 9 ପଦରେ ଲେଖା ଅଛି, ତୁମ୍ଭେମାନେ ଈଶ୍ୱରଙ୍କ ଆଜ୍ଞା ପରିତ୍ୟାଗ କରି ମନୁଷ୍ୟମାନଙ୍କ ପରମ୍ପରାଗତ ରୀତିନୀତି ଧରି ବସିଅଛ। ପୁଣି ଯୀଶୁ ସେମାନଙ୍କୁ କହିଲେ, ତୁମ୍ଭେମାନେ ଆପଣା ଆପଣା ପରମ୍ପରାଗତ ରୀତିନୀତି ପାଳନ କରିବା ନିମନ୍ତେ ଈଶ୍ୱରଙ୍କର ଆଜ୍ଞା ବେଶ୍ ଅଗ୍ରାହ୍ୟ କରୁଅଛ। ଏଠାରେ ଆପଣ ଦେଖିବେ ଯେ ଏହା ହିଁ ମୁଖ୍ୟ ବିଷୟ ଥିଲା। ସେମାନେ ଈଶ୍ୱରଙ୍କର ବାକ୍ୟ ବଦଳରେ ମନୁଷ୍ୟର ପରମ୍ପରାକୁ ପାଳନ କରୁଥିଲେ। କିଛି ପରମ୍ପରା ହୁଏତ ଭଲ ହୋଇପାରେ ଓ କୌଣସି ଉତ୍ତମ କାରଣ ପାଇଁ ପାଳନ କରାଯାଇପାରେ, କିନ୍ତୁ ପରବର୍ତ୍ତୀ ପିଢ଼ି ଯେତେବେଳେ ପରମ୍ପରାକୁ ଈଶ୍ୱରଙ୍କର ବାକ୍ୟ ବୋଲି ଭାବିନିଏ, ସେତେବେଳେ ତାହା ଈଶ୍ୱରଙ୍କ ଠାରୁ ଆମକୁ ଦୂରେଇ ନେଇଯାଏ। ଏହି ଲୋକମାନଙ୍କ ପ୍ରତି ତାହା ହିଁ ଘଟିଦେବା ଦେଖୁ। ମୋର ମନେ ହୁଏ ଏହି କାରଣରୁ ହିଁ
ଆଜି ଅନେକ ସମ୍ପ୍ରଦାୟ ଈଶ୍ୱରଙ୍କ ବାକ୍ୟରୁ ଦୂରେଇ ଯାଇଛନ୍ତି। ସେମାନେ ପ୍ରଥମେ ଈଶ୍ୱରଙ୍କ ବାକ୍ୟ ବଦଳରେ ନିଜର ପରମ୍ପରାକୁ ସ୍ଥାନ ଦେଲେ। ତାହାପରେ ସେମାନେ ମନୁଷ୍ୟର ବାକ୍ୟ, ମନୁଷ୍ୟର ଚିନ୍ତାଧାରା, ନିଜର ଛୋଟ ଛୋଟ ରୀତିନୀତି ଏବଂ ନିଜର ଗୋଷ୍ଠୀକୁ ଶ୍ରେଷ୍ଠ ବୋଲି ଭାବିବା ଆରମ୍ଭ କଲେ। ଈଶ୍ୱରଙ୍କର ବାକ୍ୟରୁ ସମ୍ପୂର୍ଣ୍ଣ ଭାବେ ବାହାରକୁ ଚାଲିଯାଉ। ମାର୍କ 7 ପର୍ବ ତାର 10 ଏବଂ 11 ପଦରେ ଲେଖା ଅଛି, କାରଣ ମୂଷା କହିଅଛନ୍ତି, ଆପଣା ପିତାମାତାଙ୍କୁ ସମାଦର କର, ଆଉ ଯେ କେହି ପିତା କି ମାତାଙ୍କୁ ଅଭିଶାପ ଦିଏ ସେ ନିଶ୍ଚୟ ପ୍ରାଣଦଣ୍ଡ ଭୋଗ କରିବ। କିନ୍ତୁ ତୁମ୍ଭେମାନେ କୁହ, କେହି ଯେବେ ପିତା କି ମାତାଙ୍କୁ କହେ, ମୋ ଠାରୁ ଯାହାଦ୍ୱାରା ତୁମର ଉପକାର ହୋଇଥାନ୍ତା ତାହା କୋରବାନ ଅର୍ଥାତ୍ ମାନତ ହୋଇଅଛି। ଏଠାରେ ଆପଣ ଦେଖିବେ ଯେ ବର୍ତ୍ତମାନ ସେମାନେ କ'ଣ କରୁଥିଲେ ତାହାର ଗୋଟିଏ ଉଦାହରଣ ଦେଉଛନ୍ତି। ମୋଶାଙ୍କ ବ୍ୟବସ୍ଥାରେ କହିଥିଲେ ଯେ ସେମାନେ ନିଜ ପିତାମାତାଙ୍କୁ ସମାଦର କରିବା ଉଚିତ, ମାତ୍ର ସେମାନଙ୍କ ପରମ୍ପରା ସେମାନଙ୍କୁ ପିତାମାତାଙ୍କ ପ୍ରତି ଥିବା ନିଜ ଦାୟିତ୍ୱରୁ ଓହରି ଯିବାକୁ ଅନୁମତି ଦେଉଥିଲା। ଯଦି କୌଣସି ବ୍ୟକ୍ତି ତାଙ୍କର ପିତାମାତା ବୃଦ୍ଧ ହେବା ସମୟରେ ସେମାନଙ୍କୁ ସାହାଯ୍ୟ କରିବାକୁ ଚାହୁଁନଥିଲେ, ତେବେ ସେ ଆପଣା ସମ୍ପତ୍ତି ମନ୍ଦିରର ଯାଜକଙ୍କୁ ସମର୍ପଣ କରିଦେଉଥିଲେ ଏବଂ ଏହାକୁ କୋରବାନ କୁହାଯାଉଥିଲା, ଯାହାର ଅର୍ଥ ହେଉଛି ଗୋଟିଏ ଉପହାର। ସେହି ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କ ସମ୍ପତ୍ତି ମନ୍ଦିରକୁ ଚାଲିଯାଉଥିଲା ଏବଂ ସେ ନିଜ ପିତାମାତାଙ୍କ ପ୍ରତି ଥିବା ଦାୟିତ୍ୱରୁ ମୁକ୍ତ ହୋଇଯାଉଥିଲା। ମାର୍କ 7 ପର୍ବ ତାର 12 ଏବଂ 13 ପଦରେ ଲେଖା ଅଛି, ତେବେ ତୁମ୍ଭେମାନେ ତାହାକୁ ତାହାର ପିତା କି ମାତାର କିଛି ଉପକାର କରିବାକୁ ଆଉ ଦେଉନଥାଅ। ଏହି ରୂପେ ତୁମ୍ଭେମାନେ ସ୍ୱପ୍ରଚଳିତ ପରମ୍ପରାଗତ ରୀତିନୀତି ଯୋଗୁଁ ଈଶ୍ୱରଙ୍କର ବାକ୍ୟ ବ୍ୟର୍ଥ କରୁଅଛ ଓ ସେହି ପ୍ରକାର ଅନେକ କର୍ମ କରୁଅଛ। ଏଠାରେ ଆପଣ ଦେଖିବେ ଯେ ସେ କହୁଛନ୍ତି ଯେ ଏହି ପରମ୍ପରା କ୍ଷତିଜନକ ଥିଲା। ପିତାମାତାଙ୍କୁ ସମାଦର ନ କରିବା ଈଶ୍ୱରଙ୍କର ବ୍ୟବସ୍ଥା ମୂଳ ଉଦ୍ଦେଶ୍ୟ ବିରୋଧାତ୍ମକ ଥିଲା। ଆଜିକାଲି ଯେଉଁ ଅନୁଷ୍ଠାନ ପ୍ରତି ଯେଉଁ ଆକୃଷ୍ଟ ହୁଅନ୍ତି ସେମାନଙ୍କୁ ଦାନ ଦେଇ ଦିଅନ୍ତି, କିନ୍ତୁ ତା ସହିତ ସେମାନଙ୍କ ବ୍ୟକ୍ତିଗତ ଦାୟିତ୍ୱ ସେମାନଙ୍କ ସମ୍ପନ୍ନ କରିବା ଆବଶ୍ୟକ, ଯାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏ ବିଷୟରେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିବା ଆମେ ଦେଖୁଛୁ। ମାର୍କ 7 ପର୍ବ ତାର 14 ଏବଂ 15 ପଦରେ ଲେଖା ଅଛି, ଯୀଶୁ ପୁନର୍ବାର ଲୋକ ସମୂହକୁ ନିକଟକୁ ଡାକି ସେମାନଙ୍କୁ କହିଲେ, ତୁମେମାନେ ସମସ୍ତେ ମୋ କଥା ଶୁଣ ଓ ବୁଝ। ମନୁଷ୍ୟର ବାହାରେ ଏପରି କୌଣସି ବିଷୟ ନାହିଁ ଯାହାକି ତାହାର ଭିତରେ ପ୍ରବେଶ କରି ତାହାକୁ ଅଶୁଚି କରିପାରେ, କିନ୍ତୁ ଯାହା ଯାହା ମନୁଷ୍ୟଠାରୁ ବାହାରେ ସେହି ସବୁ ତାହାକୁ ଅଶୁଚି କରେ। ଏଠାରେ ଆପଣ ଦେଖିବେ ଯେ ସେ ବାହ୍ୟ ବିଷୟ ଏବଂ ଆନ୍ତରିକ ବିଷୟ ମଧ୍ୟରେ ଥିବା ପାର୍ଥକ୍ୟକୁ ଦର୍ଶାଉଛନ୍ତି ଏବଂ ପ୍ରକୃତ ସତ୍ୟ କ'ଣ ତାହା ପ୍ରକାଶ କରୁଛନ୍ତି। ସେ ଏଠାରେ ଦେଖାଉଛନ୍ତି ଯେ ଧର୍ମ ଏପରି କିଛି ବିଷୟ ନୁହେଁ ଯାହାକୁ ଆପଣ ମଲମ ଭଳି ଶରୀରରେ ଲଗାଇଦେବେ। ଏହା ଏପରି କିଛି ବିଷୟ ନୁହେଁ ଯାହାକୁ ଆପଣ ଖାଇବେ କିମ୍ବା ନ ଖାଇ ଛାଡ଼ି ଦେଇପାରିବେ ନାହିଁ। ତାପରେ ଆପଣ ଲକ୍ଷ୍ୟ କରିବେ ଯେ ସେ ଘରେ ଭିତରକୁ ଗଲେ ଏବଂ ତାଙ୍କ ଶିଷ୍ୟମାନେ ତାଙ୍କ ପାଖକୁ ଆସି ସେହି ଦୃଷ୍ଟାନ୍ତ ବିଷୟରେ ପଚାରିଲେ। ମାର୍କ 7 ପର୍ବ ତାର 18ରୁ 20 ପଦରେ ଲେଖା ଅଛି, ସେଥିରେ ଯୀଶୁ ସେମାନଙ୍କୁ କହିଲେ, ତୁମ୍ଭେମାନେ ମଧ୍ୟ କ'ଣ ସେହିପରି ଅବୋଧ? ଯାହା କିଛି ବାହାରୁ ମନୁଷ୍ୟ ଭିତରୁ ପ୍ରବେଶ କରେ ତାହା ତାହାକୁ ଅଶୁଚି କରିପାରେ ନାହିଁ, କାରଣ ତାହା ତାହାର ହୃଦୟରେ ପ୍ରବେଶ କରେ ନାହିଁ, ମାତ୍ର ଉଦରରେ ପ୍ରବେଶ କରି ବାହ୍ୟ ସ୍ଥାନରେ ବହିର୍ଗତ ହୁଏ ଓ ଏହି ପ୍ରକାରେ ସମସ୍ତ ଖାଦ୍ୟ ପରିଷ୍କୃତ ହୋଇଥାଏ। ଏହା କ'ଣ ବୁଝୁନାହ? ଆଉ ସେ କହିଲେ, ଯାହା ମନୁଷ୍ୟଠାରୁ ବାହାରେ ତାହା ହିଁ ତାହାକୁ ଅଶୁଚି କରେ। ଏଠାରେ ଆପଣ ଦେଖିବେ ଯେ ଆସନ୍ତୁ ବର୍ତ୍ତମାନ ଦେଖିବା ଯେ ମନୁଷ୍ୟ ହୃଦୟରୁ କ'ଣ ବାହାରି ଆସେ। ମାର୍କ 7 ପର୍ବ ତାର 21ରୁ 23 ପଦରେ ଲେଖା ଅଛି, କାରଣ ଭିତରୁ ମନୁଷ୍ୟର ହୃଦୟରୁ କୁଚିନ୍ତା ବାହାରେ, ବେଶ୍ୟାଗମନ, ଚୌର୍ଯ୍ୟ, ନରହତ୍ୟା, ବ୍ୟଭିଚାର, ଲୋଭ, ଦୁଷ୍ଟତା, ଶଠତା, କାମୁକତା, ଈର୍ଷାଦୃଷ୍ଟି, ନିନ୍ଦା, ଅହଙ୍କାର, ମୂର୍ଖତା, ଏହି ସମସ୍ତ ମନ୍ଦ ବିଷୟ ଭିତରୁ ବାହାରି ମନୁଷ୍ୟକୁ ଅଶୁଚି କରେ। ଏଠାରେ ଆପଣ ଦେଖିବେ ଯେ ମୁଁ ଆପଣଙ୍କୁ ନିଶ୍ଚିତ ଭାବେ କହିବି ଯେ ଆପଣ ଯେଉଁଠାରେ ବି ରୁହନ୍ତୁ ନା କାହିଁକି, ଯଦି ସକାଳର ସମ୍ବାଦପତ୍ର କିଣି ତାହାକୁ ସମ୍ପୂର୍ଣ୍ଣ ପଢ଼ିବେ, ତେବେ 24 ଘଣ୍ଟା ମଧ୍ୟରେ ମନୁଷ୍ୟ ଭିତରୁ ଏହିସବୁ ବିଷୟ ବାହାରିଥିବାର ଆପଣ ଦେଖିବାକୁ ପାଇବେ। କୁଚିନ୍ତା, ବ୍ୟଭିଚାର ଓ ଅସାଧୁଚରଣ, ନରହତ୍ୟା, ଚୋରି, କାମରେ ଅବହେଳା କରିବା ମଧ୍ୟ ଚୋରି, ଲୋଭ, ଜାଗତିକ ବସ୍ତୁ ଓ ପଦବୀ ପାଇଁ ଲାଳସା କରିବା, ଦୁଷ୍ଟତା, ଅନ୍ୟକୁ ଆଘାତ ଦେବା ଉଦ୍ଦେଶ୍ୟରେ କରାଯାଇଥିବା ସମସ୍ତ କାର୍ଯ୍ୟ, ପ୍ରତାରଣା, ଅନ୍ୟକୁ ଠକିବା, କାମୁକତା, ଶାରୀରିକ ସୁଖ ଆସକ୍ତି, କୁଦୃଷ୍ଟି,
ପରଶ୍ରୀ କାତରତା, ଈଶ୍ୱର ନିନ୍ଦା, ଈଶ୍ୱର କିମ୍ବା ମନୁଷ୍ୟ ବିରୋଧରେ ନିନ୍ଦା କରିବା, ଅହଙ୍କାର, ଈଶ୍ୱର ଏହାକୁ ଅନ୍ୟ ସବୁଠାରୁ ଅଧିକ ଘୃଣା କରନ୍ତି, ମୂର୍ଖତା, ଈଶ୍ୱର କିମ୍ବା ମନୁଷ୍ୟଙ୍କ ପ୍ରତି ବିନା କୌଣସି ଆଦରରେ କରାଯାଉଥିବା କାର୍ଯ୍ୟ, ଏହିସବୁ ବିଷୟ ମନୁଷ୍ୟର ହୃଦୟରେ ହିଁ ବାହାରିଥାଏ। ଏବଂ ସେଥିପାଇଁ ପ୍ରଭୁ ଯୀଶୁ କହୁଛନ୍ତି ତୁମମାନଙ୍କର ପୁନର୍ବାର ଜନ୍ମ ହେବା ଆବଶ୍ୟକ। ମାର୍କ 7 ପର୍ବ ତାର 24-30 ପଦରେ ଲେଖା ଅଛି। ଏଥିଉତ୍ତରେ ସେ ସେଠାରୁ ଉଠି ସୋର ସୀମାକୁ ଗଲେ ଆଉ ଗୋଟିଏ ଗୃହରେ ପ୍ରବେଶ କରି କେହି ଯେପରି ତାହା ନ ଜାଣେ ଏହା ଇଚ୍ଛା କରୁଥିଲେ, ମାତ୍ର ସେ ଗୁପ୍ତ ହୋଇ ରହିପାରିଲେ ନାହିଁ। ସେହି କ୍ଷଣି ଜଣେ ସ୍ତ୍ରୀ ଯାହାର ଝିଅଟିକି ଅଶୁଚି ଆତ୍ମା ଲାଗିଥିଲା, ସେ ତାହାଙ୍କ ବିଷୟ ଶୁଣି ତାହାଙ୍କ ଚରଣ ତଳେ ଆସି ପଡ଼ିଲା। ସେ ସୁରଫୈନିକିଆ ଜାତିର ଜଣେ ଗ୍ରୀକ୍ ସ୍ତ୍ରୀ ଲୋକ ଥିଲା। ତାହାର ଝିଅଠାରୁ ଭୂତ ଛଡ଼ାଇବା ନିମନ୍ତେ ସେ ତାହାଙ୍କୁ ଅନୁରୋଧ କରିବାକୁ ଲାଗିଲା। ସେଥିରେ ସେ ତାହାକୁ କହିଲେ, ପ୍ରଥମେ ସନ୍ତାନମାନଙ୍କୁ ତୃପ୍ତ ହେବାକୁ ଦିଅ, କାରଣ ସନ୍ତାନମାନଙ୍କ ଆହାର ନେଇ କୁକୁରମାନଙ୍କ ପାଖରେ ପକାଇବା ଉଚିତ ନୁହେଁ। କିନ୍ତୁ ସେ ତାହାଙ୍କୁ ଉତ୍ତର ଦେଲା, ହଁ ପ୍ରଭୁ, କୁକୁରମାନେ ମଧ୍ୟ ମେଜ ତଳେ ପିଲାମାନଙ୍କ ଖାଦ୍ୟର ଗୁଣ୍ଡି ଗୁଣ୍ଡା ଖାଆନ୍ତି। ସେଥିରେ ଯୀଶୁ ତାହାକୁ କହିଲେ, ଏହି କଥା ନିମନ୍ତେ ଯାଅ, ତୁମ ଝିଅଠାରୁ ଭୂତ ବାହାରିଗଲାଣି। ପୁଣି ସେ ଘରକୁ ଯାଇ ପିଲାଟି ସେଜରେ ଶୋଇଥିବା ଓ ଭୂତ ବାହାରି ଯାଇଥିବା ଦେଖିଲା। ଏଠାରେ ଆପଣ ଦେଖିବେ, ଆପଣଙ୍କର ମନେ ଥିବ ଯେ ପ୍ରଭୁ ଯୀଶୁ ନିଜ ଦେଶର ସୀମାରୁ ବାହାରକୁ ଯାଇ ଗ୍ରୀକ୍ ଦେଶୀୟ ଏବଂ ସୋର ଅଞ୍ଚଳରେ ଏହି ସ୍ତ୍ରୀ ଲୋକଙ୍କୁ ଭେଟିଲେ। ସେ ବିଶ୍ୱାସର ସହିତ ଯୀଶୁଙ୍କ ପାଖକୁ ଆସିଲେ। ଏଠାରେ ଝିଅ ଶବ୍ଦଟି ଏକ ପ୍ରେମରେ ସାନ ଝିଅକୁ କୁହାଯାଇଥିବା ଦେଖୁ, ଅର୍ଥାତ୍ ଛୋଟ ଝିଅ ଥିଲା। ପ୍ରଥମେ ସେହି ସ୍ତ୍ରୀ ଲୋକଙ୍କ ପ୍ରତି ପ୍ରଭୁଙ୍କର ବ୍ୟବହାର ହୁଏତ ନିଷ୍ଠୁର ପରି ମନେ ହୋଇପାରେ, ମାତ୍ର ଆପଣଙ୍କର ମନେ ଥିବ ଯେତେବେଳେ ଆମେ ମାଥ୍ୟୁ ସୁସମାଚାରରେ ଏହି ଘଟଣା ପ୍ରତି ଲକ୍ଷ୍ୟ କରୁ, ସେତେବେଳେ ସେହି ସମୟର ବ୍ୟାଖ୍ୟା ଦେଇଥିବା ଦେଖୁ। ମୋର ମନେ ହୁଏ ଏଠାରେ ଆଉ ଏକ ମହାନ ବିଷୟ ମଧ୍ୟ ପ୍ରକାଶ ପାଇଛି। ତାହା ହେଉଛି 4ଟି ସୁସମାଚାରରେ ଦେଖିବାକୁ ପାଉଁ ବିଦେଶୀ ସ୍ତ୍ରୀ ଭାବରେ ତାଙ୍କ ବିଶ୍ୱାସ ଦୃଷ୍ଟାନ୍ତ ସ୍ୱରୂପେ ଥିଲା। ଆମ ପ୍ରଭୁ ତାଙ୍କର ପ୍ରାର୍ଥନା ଶୁଣିଥିଲେ। କେହି କେହି ଭାବିପାରନ୍ତି ଯେ ସେହି ସ୍ତ୍ରୀଙ୍କ ବିଶ୍ୱାସର ଉତ୍ତର ଦେବାର ମୁଖ୍ୟ ଉଦ୍ଦେଶ୍ୟ ନେଇ ହିଁ ପ୍ରଭୁ ସେହି ଅଞ୍ଚଳକୁ ଆସିଥିଲା ପରି ଲାଗେ। ମାର୍କ 7 ପର୍ବ ତାର 31 ପଦରେ ଲେଖା ଅଛି, ପୁନର୍ବାର ସେ ସୋର ସୀମାରୁ ପ୍ରସ୍ଥାନ କରି ସିଦୋନ ଓ ଦେକାପୋଲି ସୀମା ମଧ୍ୟ ଦେଇ ଗାଲିଲି ସମୁଦ୍ର ନିକଟକୁ ଆସିଲେ। ଏଠାରେ ଆପଣ ଦେଖିବେ ଯେ ଯୀଶୁ ସୋର ଓ ସିଦୋନ ପରିତ୍ୟାଗ କରି ଗାଲିଲି ଉପସାଗରକୁ ଯିବା ବାଟରେ ଦେକାପୋଲି ଦେଇ ଗଲେ। ଦେକାପୋଲିର ଅର୍ଥ ହେଉଛି 10ଟି ନଗର, ଯାହା ଗାଲିଲି ଉପସାଗରର ନିକଟସ୍ଥ ଜର୍ଦ୍ଦନ ନଦୀର ପୂର୍ବ ପଟେ ଅବସ୍ଥିତ 10ଟି ନଗରକୁ ନେଇ ଗଠିତ ଏକ ଅଞ୍ଚଳ। ଏହି ନଗରଗୁଡ଼ିକ ସୂଚୀ ନିମ୍ନରେ ଦିଆଗଲା। ସ୍କିଥୋପୋଲିସ୍, ଗରାସିୟ, ଦିଅନେସିୟ, ହିପୋପୋଟମସ୍, ଗଦରିଓ, କାନାଥ, ଦେକାପୋଲି, ରମ୍ପା, ଫିଲାଡେଲଫିଆ, ଦାମାସ୍କସ୍। ଜଣେ ପାଳକ କହନ୍ତି ଯେ ମୁଁ ଗରାସିୟମାନଙ୍କ ଧ୍ୱଂସ ବିଶେଷ ପାଖରେ ଅଛି। ଭାବୁଛି ମୋ ପ୍ରଭୁ ଏହି ଅଞ୍ଚଳକୁ ଆସିଥିଲେ ଓ ଶିକ୍ଷା ଦେଇଥିଲେ। ଏହି ଅଞ୍ଚଳରେ ମହାନ ସେବା କାର୍ଯ୍ୟ କରିଥିଲେ। ଲୋକ ସମୂହ ଏକତ୍ରିତ ହୋଇଥିଲେ। ମାର୍କ 7 ପର୍ବ ତାର 32-37 ପଦରେ ଲେଖା ଅଛି, ଆଉ ଲୋକେ ଜଣେ କାଲ ଓ ଖନାକୁ ତାହାଙ୍କ ନିକଟକୁ ଆଣି ତାହା ଉପରେ ହାତ ଥୋଇବା ନିମନ୍ତେ ତାହାକୁ ବିନତି କଲେ। ଯୀଶୁ ତାହାକୁ ଲୋକ ସମୂହ ମଧ୍ୟରୁ ଅନ୍ତର କରି ଏକାକୀ ଘେନି ଯାଇ ତାହାର 2 କାନରେ ଆପଣା ଅଙ୍ଗୁଳି ଦେଲେ ଓ ଛେପ ପକାଇ ତାହାର ଜିଭକୁ ଛୁଇଁଲେ, ଆଉ ସ୍ୱର୍ଗ ଆଡ଼େ ଊର୍ଦ୍ଧ୍ୱଦୃଷ୍ଟି କରି ଦୀର୍ଘ ନିଶ୍ୱାସ ପକାଇ ତାହାକୁ କହିଲେ, ଇପଥ ଅର୍ଥାତ୍ ଫିଟିଯା। ସେଥିରେ ତାହାର କର୍ଣ୍ଣ ଉନ୍ମୁକ୍ତ ହେଲା ଓ ଜିହ୍ୱାର ବନ୍ଧନ ସେହି କଣି ଫିଟିଗଲା, ଆଉ ସେ ସ୍ପଷ୍ଟ ରୂପେ କଥା କହିବାକୁ ଲାଗିଲା। ପୁଣି ଏ ବିଷୟ କାହାରିକି ନ କହିବା ନିମନ୍ତେ ସେ ସେମାନଙ୍କୁ ଦୃଢ଼ ଆଜ୍ଞା ଦେଲେ। ମାତ୍ର ସେ ସେମାନଙ୍କୁ ଯେତେ ନିଷେଧ କଲେ, ସେମାନେ ସେତେ ଆହୁରି ଅଧିକ ତାହା ଘୋଷଣା କଲେ। ଆଉ ଲୋକମାନେ ଅତ୍ୟନ୍ତ ଆଶ୍ଚର୍ଯ୍ୟାନ୍ୱିତ ହୋଇ କହିଲେ, ସେ ସମସ୍ତ କର୍ମ ଉତ୍ତମ ରୂପେ କରିଅଛନ୍ତି। ସେ ବଧିରମାନଙ୍କୁ ଶୁଣିବା ଶକ୍ତି ଓ ମୂକମାନଙ୍କୁ କହିବା ଶକ୍ତି ସୁଦ୍ଧା ପ୍ରଦାନ କରନ୍ତି। ଏଠାରେ ଆପଣ ଦେଖିବେ ଯେ ପ୍ରଭୁ ଯାହା କଲେ ଯେପରି ଆମ ବିଶ୍ୱାସ ବୃଦ୍ଧି ପାଇବ। ଆଲୋଚନାରୁ ଏହି ସତ୍ୟ ପ୍ରକାଶ ପାଏ ଯେ ସେହି ବ୍ୟକ୍ତି ଜଣଙ୍କର ସ୍ଥିତି ହେତୁ ଯୀଶୁ ଏହି କାର୍ଯ୍ୟ କରିବାକୁ ବାଧ୍ୟ ହୋଇଥିଲେ। ପ୍ରଥମେ ତାଙ୍କର କାନ ଫିଟାଇ ଦେଲେ, ଯାହାଫଳରେ ସେ ଶୁଣିପାରିଲେ। ତାପରେ ଜନସାଧାରଣଙ୍କୁ ନୀରବ ରହିବାକୁ କହିପାରିନଥିଲେ। ଏହି ଆଶ୍ଚର୍ଯ୍ୟ କର୍ମ ହିଁ ଯୀଶୁଙ୍କ ସେବା କାର୍ଯ୍ୟକୁ ଆହୁରି ବୃଦ୍ଧି କରିଥିଲା।
ପ୍ରେରଣା ଯୋଗାଇଥିଲା, ଯାହା ଆଗରୁ ସମସ୍ତ ସୀମା ପାର ହୋଇ ସାରିଥିଲା। ଏହି ସମୟରେ ଯୀଶୁଙ୍କ ଉପରେ ପଡ଼ୁଥିବା ଚାପ ମାନବୀୟ ଦୃଷ୍ଟିକୋଣରୁ ଅସହ୍ୟ ଥିଲା। ଯୀଶୁଙ୍କ ଉପରେ ଥିବା ଚାପ, ଲୋକସମୂହର ଭାର, ସମୟର ଉତ୍ତେଜନା, ବ୍ୟସ୍ତବହୁଳ ଦିନ ଏବଂ ଶରୀରରେ କ୍ଳାନ୍ତ ହୋଇ ପଡ଼ିଥିଲେ। ତଥାପି ଜନସାଧାରଣଙ୍କୁ କହିପାରିଲେ ସେ ସବୁ କାର୍ଯ୍ୟ ଉତ୍ତମ ରୂପେ କରିଛନ୍ତି। ଆମେ ମଧ୍ୟ ଏଥିରେ ଆମର ସମ୍ମତି ଜଣାଉ ହୃଦୟର ସହିତ ଆମେନ୍ କହିପାରିବା। କାରଣ ପ୍ରଭୁ ସମସ୍ତ ଆଶ୍ଚର୍ଯ୍ୟ କାର୍ଯ୍ୟ କରିଛନ୍ତି। ଆପଣ କ'ଣ ତାଙ୍କ ଆଶ୍ଚର୍ଯ୍ୟ କାର୍ଯ୍ୟରେ ବିଶ୍ୱାସ କରୁଛନ୍ତି କି? ଯଦି ଆପଣ ବିଶ୍ୱାସ କରୁଛନ୍ତି, ତେବେ ପ୍ରଭୁ ଆପଣଙ୍କ ଜୀବନରେ ଆଶ୍ଚର୍ଯ୍ୟ କାର୍ଯ୍ୟ କରିବେ। ମୁଁ ଆଶା କରେ ଆଜିର ଅଧ୍ୟୟନଟି ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଆପଣଙ୍କଠାରୁ ବିଦାୟ ନେବା ପୂର୍ବରୁ ଆସନ୍ତୁ ପ୍ରାର୍ଥନା କରିବା। ପବିତ୍ର ମଙ୍ଗଳମୟ ସ୍ୱର୍ଗସ୍ଥ ପିତା, ଆମେ ତୁମକୁ ଧନ୍ୟବାଦ ଦେଉଅଛୁ। ତୁମରି ଗୌରବ କରୁଅଛୁ, ତୁମରି ପ୍ରଶଂସା କରୁଅଛୁ। ଆଜିର ସୁନ୍ଦର ବାକ୍ୟ ଦ୍ୱାରା ଆମମାନଙ୍କୁ ତୁମେ କଥା କହିଅଛ। ତୁମେ ବାକ୍ୟ ରୂପେ ଈଶ୍ୱର ହିଁ ପ୍ରଭୁ। ପ୍ରତି ମୁହୂର୍ତ୍ତରେ, ପ୍ରତି ସମୟରେ ଆମମାନଙ୍କୁ ତୁମେ କଥା କହିଥାଅ। ପବିତ୍ର ଦୟାଳୁ ସ୍ୱର୍ଗସ୍ଥ ପିତା, ଆଜିର ଅଧ୍ୟୟନ ମଧ୍ୟରେ ଯେଉଁ ବାକ୍ୟ ପ୍ରଭୁ ଆମେମାନେ ଅଧ୍ୟୟନ କରିଅଛୁ, ସେ ସମସ୍ତ ବିଷୟକୁ ବୁଝିବା ନିମନ୍ତେ ଆମମାନଙ୍କୁ ତୁମେ ସାହାଯ୍ୟ କର। ପବିତ୍ର ଦୟାଳୁ ସ୍ୱର୍ଗସ୍ଥ ପିତା, ଆମମାନଙ୍କର ପ୍ରତିଦିନର ଜୀବନରେ ତୁମରି ବାକ୍ୟ ପ୍ରତି ମନୋଯୋଗୀ ହେବୁ। ତୁମର ବାକ୍ୟ ପ୍ରତି ଯେପରି ଆମେ ବିଶ୍ୱାସ କରିବାକୁ ପାରିବୁ ପ୍ରଭୁ, ସେହି ପ୍ରକାର ଅନୁଗ୍ରହ ପ୍ରଭୁ ଆମମାନଙ୍କୁ ତୁମେ ପ୍ରଦାନ କର। ଦୟାଳୁ ସ୍ୱର୍ଗସ୍ଥ ପିତା, ଆସନ୍ତା ଦିନମାନଙ୍କରେ ଆହୁରି ଯେପରି ଆମେ ତୁମରି ଠାରେ ବିଶ୍ୱାସ ଭରସାର ଜୀବନ କାଟି ତୁମରି ଗୌରବର କାରଣ ହୋଇପାରିବୁ, ସେହି ଅନୁଗ୍ରହ ପ୍ରଭୁ ଆମମାନଙ୍କୁ ତୁମେ ପ୍ରଦାନ କର। ଆମ ପ୍ରତ୍ୟେକ ଦର୍ଶକ ଭାଇ ଭଉଣୀମାନଙ୍କୁ ତୁମେ ଆଶୀର୍ବାଦ କରିବା ସହିତ ସେମାନଙ୍କର ଯତ୍ନ ତତ୍ତ୍ୱ ତୁମେ ନିଅ। ଆମମାନଙ୍କର ସମସ୍ତ ପ୍ରକାର ଅଧର୍ମକୁ ତୁମେ ମାର୍ଜନା କର। ଧନ୍ୟବାଦ ଦେଉଛୁ ପ୍ରଭୁ, ଆମମାନଙ୍କର ପ୍ରାର୍ଥନା ତୁମେ ଶୁଣିଅଛ। ଗୌରବ ସମ୍ଭ୍ରମ ମହିମା ତୁମକୁ ଦେଇ ପ୍ରଭୁ ଯୀଶୁଙ୍କର ବହୁମୂଲ୍ୟ ନାମରେ ଏହି ପ୍ରାର୍ଥନା ଉତ୍ସର୍ଗ କରୁଅଛୁ। ଆମେନ୍। ବହୁତ ବହୁତ ଧନ୍ୟବାଦ। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ମୁଁ ଆଶା କରେ ଆଜିର ଅଧ୍ୟୟନଟି ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଏହି ଅଧ୍ୟୟନରୁ ଆମେ ଶିଖିଲୁ ଯେ ପ୍ରକୃତ ଉପାସନା ବାହ୍ୟ ରୀତିନୀତି କିମ୍ବା ମାନବୀୟ ପରମ୍ପରା ଉପରେ ଆଧାରିତ ନୁହେଁ, ବରଂ ଈଶ୍ୱରଙ୍କ ନିକଟରେ ସମର୍ପିତ ହୃଦୟ ଉପରେ ଆଧାରିତ। ଏହି କାର୍ଯ୍ୟକ୍ରମରେ ଆପଣଙ୍କ ମନରେ ଯଦି କିଛି ପ୍ରଶ୍ନ ଥାଏ, ତେବେ ଆମ ସହିତ ଯୋଗାଯୋଗ କରନ୍ତୁ। ଆମେ ଆପଣଙ୍କ ଫୋନ୍ କଲ୍ର ଅପେକ୍ଷାରେ ଅଛୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ରହିଲୁ, ନମସ୍କାର। ଗତ ପ୍ରଶ୍ନର ଉତ୍ତରଟି ହେଉଛି ସି ବାପ୍ତିଜକ ଯୋହନ। ଆଜିର ପ୍ରଶ୍ନଟି ହେଉଛି କୋରବାନର ଅର୍ଥ କ'ଣ? ଏ ଗୋଟିଏ ଉପହାର, ବି ଶାନ୍ତି, ସି ଶକ୍ତି, ଡି ଆନନ୍ଦ। এই প্রশ্নর উত্তর আসন্তাকালি সন্ধ্যা 6টা ମଧ୍ୟରେ অপশন ମଧ୍ୟରୁ সঠিক উত্তর বাছি ଆପଣଙ୍କ ନାମ ଓ ସମ୍ପୂର୍ଣ୍ଣ ଠିକଣା ସହିତ 9777221415 ଫୋନ୍ ନମ୍ବରରେ SMS କିମ୍ବା WhatsApp ଦ୍ୱାରା ଆମକୁ ଜଣାଇବାକୁ ଅନୁରୋଧ। ଯଦି ଆପଣଙ୍କୁ ଆମ କାର୍ଯ୍ୟକ୍ରମ ଭଲ ଲାଗୁଛି, ତେବେ 0444908129 ରେ ମିସ୍ଡ କଲ୍ ଦେଇ ବିଜୟୀ ହୋଇପାରିବେ। ଗତ ସପ୍ତାହର ବିଜୟ ଦର୍ଶକ ବନ୍ଧୁ ହେଲେ ନବରଙ୍ଗପୁରରୁ ହେମନ୍ତ କୁମାର, କୋଚିଂ ଏବଂ ପରିବାର।